ମୁକ୍ତ କରିବାକୁ ଆଉ ପ୍ରଭୁଙ୍କ ଅନୁଗ୍ରହ ବର୍ଷ ଘୋଷଣା କରିବାକୁ ସେ ମୋତେ ପ୍ରେରଣା କରିଅଛନ୍ତି। ଯୀଶୁ କ'ଣ କହୁଛନ୍ତି ଯେ ମୁଁ କାହିଁକି ଆସିଛି ଯେ ଗୋଟିଏ କାମ, କ'ଣ କାମ? ଯେ ଅନୁଗ୍ରହର ବର୍ଷ ଘୋଷଣା କରିବାକୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଯୋଉ ଶାସ୍ତ୍ରାଂଶ ପଢିଲେ, ଏଟା ଯିଶାଇ ଭାବବାଦୀଙ୍କର ପୁସ୍ତକ। ଆପଣ ତାର 61 ପର୍ବ ଖୋଲିଲେ ଦେଖିପାରିବେ। ଯିଶାଇ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ତାର 61 ଅଧ୍ୟାୟ ତାର ପ୍ରଥମ 2 ପଦ। ପ୍ରଭୁ ସଦାପ୍ରଭୁଙ୍କର ଆତ୍ମା ମୋଠାରେ ଅଧିଷ୍ଠାନ କରନ୍ତି। କାରଣ ନମ୍ର ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କରିବା ପାଇଁ ସଦାପ୍ରଭୁ ମୋତେ ଅଭିଷିକ୍ତ କରିଅଛନ୍ତି। ସେଇ ଭଗ୍ନାନ୍ତକରଣ ଲୋକମାନଙ୍କର କ୍ଷତ ବାନ୍ଧିବାକୁ, ବନ୍ଦୀ ଲୋକମାନଙ୍କ ପ୍ରତି ମୁକ୍ତି ଓ କାରାବଦ୍ଧ ଲୋକମାନଙ୍କ ପ୍ରତି କାରାଗାର ମୁକ୍ତ ହେବାର କଥା ପ୍ରଚାର କରିବାକୁ ସଦାପ୍ରଭୁଙ୍କର ଗ୍ରାହ୍ୟ ବର୍ଷ। କି ବର୍ଷ? ସେଠି ଅନୁଗ୍ରହ ବର୍ଷ ବୋଲି ଦେଖୁଛୁ, ଗ୍ରାହ୍ୟ ବର୍ଷ ମାନେ ଆମ ପାଇଁ ଗୋଟେ ଗ୍ରାହ୍ୟ ବର୍ଷ, ଗୋଟେ ଗ୍ରାଣ୍ଟେଡ୍ ଟାଇମ୍ ଦେଇଛନ୍ତି। ଗୋଟେ ଗ୍ରାହ୍ୟ ବର୍ଷ ଆମମାନଙ୍କ ପରମେଶ୍ୱର ପ୍ରତିଶୋଧର ଦିନ ଘୋଷଣା କରିବାକୁ। ଆମେ ଯୋଉ ଲୁକ ତାର 4 ପର୍ବ 19 ପଦ ଦେଖିଲୁ, ସେଠି ସେ ପ୍ରତିଶୋଧର ଦିନ ବିଷୟ କହୁନାହାନ୍ତି, କାରଣ ସେଇଟା ପ୍ରତିଶୋଧର ସମୟ ନଥିଲା। କୋଉ ସମୟ ଥିଲା? ଅନୁଗ୍ରହ ସମୟ ଥିଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ବ୍ୟବସ୍ଥା ଯୁଗରେ ଅନୁଗ୍ରହ ନଥିଲା, ଅନୁଗ୍ରହ ନାହିଁ, ବିଚାର ଥିଲା, ଦଣ୍ଡ ଥିଲା। କିନ୍ତୁ ବ୍ୟବସ୍ଥା ଯୁଗର ଶେଷ ହେଲା ବେଳକୁ ପ୍ରଭୁ ଗୋଟେ କଥା କହୁଛନ୍ତି, କାହିଁକି ଆମେ ଅନୁଗ୍ରହ ଦେବା ବୋଲି। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତକୁ ଯେବେ ଆସିଲେ, ସେ ଅନୁଗ୍ରହରେ ପୂର୍ଣ୍ଣ ହୋଇ ଆସିଲେ ବୋଲି ଲେଖାଯାଉଛି। ଯୌନ 1 ପର୍ବ 14 ପଦ ପଢିଲେ ଆମେ ଜାଣିପାରିବୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅନୁଗ୍ରହରେ ପୂର୍ଣ୍ଣ ହେଇକି ଆସିଲେ। ଆଉ ଯୀଶୁଙ୍କ ପୂର୍ବରୁ ଯୋହନ, ବାପ୍ତିଜକ ଯୋହନ ନାମର ଅର୍ଥ କ'ଣ? ଗଡ୍ ଇଜ ଗ୍ରେସିୟସ୍, ଈଶ୍ୱର ଅନୁଗ୍ରହଦାତା ଅଟନ୍ତି। ତ ବିଚାର କରିବା ପୂର୍ବରୁ ପରମେଶ୍ୱର କ'ଣ କରନ୍ତି? ଅନୁଗ୍ରହ କରନ୍ତି, ଦୟା କରନ୍ତି। ଦଣ୍ଡ ଦେବା ପୂର୍ବରୁ ସେ ଦୟା କରନ୍ତି। ଆଉ ଆଜି ଆମେ ସେ ଦୟାର ସମୟରେ ଅଛୁ, ଆଉ ଦୟାର ସମୟର ଶେଷ ସମୟରେ ଅଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ 2000 ବର୍ଷ ପୂର୍ବେ କହୁଛନ୍ତି ଯେ ମୋତେ ଅନୁଗ୍ରହର ବର୍ଷ ଘୋଷଣା କରିବାକୁ ପ୍ରେରଣ କରାଯାଇଛି। ମାନେ 2000 ବର୍ଷ ପୂର୍ବେ ସେ କ'ଣ କହୁଛନ୍ତି? ମୋତେ ଅନୁଗ୍ରହର ବର୍ଷ। ମାନେ 2000 ବର୍ଷ ହେଲାଣି, ସେ ଅନୁଗ୍ରହର ବର୍ଷ ସରିନାହିଁ। ତା ଅନୁଗ୍ରହ କେତେବେଳେ ସର୍ବ? ଯେତେବେଳେ ନୋହ ଜାହାଜରେ ପ୍ରବେଶ କରିଥିଲେ, ତାପରେ ଲୋକକୁ ଅନୁଗ୍ରହ ନଥିବ, କବାଟରେ ଖୋଲବ ନାହିଁ, ଅନୁଗ୍ରହ ବନ୍ଦ। ଅନୁଗ୍ରହ କେତେବେଳେ ପର୍ଯ୍ୟନ୍ତ ଥିବ? ସୋଦମ ଗମୋରାରୁ ଲୋଟ ବାହାରି ଯିବା ପର୍ଯ୍ୟନ୍ତ ଅନୁଗ୍ରହ। ସେ ବାହାରିଲା ପରେ ଅନୁଗ୍ରହ ନଥିବ, ଅଗ୍ନିଗନ୍ଧକ ବୃଷ୍ଟି ହବ। ଆଉ ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଅନୁଗ୍ରହ ମିଳିଥିବ। ଅନେକ ଲୋକ କହୁଛନ୍ତି ନାଇଁ, ଅନୁଗ୍ରହ ଶେଷ ହେଇଗଲା। ମଣ୍ଡଳୀ ଯଦି ଅଛି ଜଗତରେ, ଅନୁଗ୍ରହ ଅଛି। ମଣ୍ଡଳୀ ହଉଛି ସ୍ୱର୍ଗର ଦ୍ୱାର। ମଣ୍ଡଳୀ ଦେଇ ଜଣେ ଲୋକ ସ୍ୱର୍ଗକୁ ପ୍ରବେଶ କରିପାରିବ। ମଣ୍ଡଳୀ ଏଇଥିପାଇଁ ଅଛି ଯେ ବିନାଶ ପ୍ରାପ୍ତ ଲୋକମାନେ ଯଦି ରକ୍ଷା ପ୍ରାପ୍ତ ହୋଇ ଆସିପାରିବେ। ଆଜି ମଣ୍ଡଳୀର ସମସ୍ୟା କାହିଁକି ଅଛି? କାରଣ ଶୈତାନ ଜାଣିଛି ଯଦି ମଣ୍ଡଳୀର ସମସ୍ୟା ନଥିବ, ମୋର ଅଧାରୁ ଅଧିକ ଲୋକ ପଳେଇ ଆସିବେ। ସେଥିପାଇଁ ଆମେ ଆମ ଭିତରେ ମାରାପିଟା ଚପାଚପି ହେଉଛୁ, ଚାପାକାତରା ହେଉଛୁ। ଆମେ ସେ କାମ କରୁନୁ। ଆମେ ଯୋଉ କାମ ପାଇଁ ଆଗ୍ରହ ହେବା କଥା ସେ କାମ କରିପାରୁନୁ। କାହିଁକି? ଆମର ଛଅଟା ଅଲଗା ଚାଲିଛି। ତେଣୁ ମଣ୍ଡଳୀ ଥିବା ପର୍ଯ୍ୟନ୍ତ ଅନୁଗ୍ରହ ଅଛି। ଯେତେବେଳେ ମଣ୍ଡଳୀ ଚାଲିଯିବ, ଅନୁଗ୍ରହ ମଧ୍ୟ ନଥିବ। ତ ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଯୀଶୁ କହିଲେ ମୁଁ ଅନୁଗ୍ରହର ବର୍ଷ ଘୋଷଣା କରିବାକୁ ଆସିଅଛି। ଏ ଅନୁଗ୍ରହ କେବେ ସର୍ବ ଦେଖିବେ ଆପଣ ମାନେ? ମସ୍ତ ଦେଖନ୍ତୁ ମାଥ୍ୟୁ 25 ପର୍ବ। କ'ଣ ଲେଖାଯାଉଛି? ମାଥ୍ୟୁ 25 ପର୍ବର ତାର 10 ପଦ। କିନ୍ତୁ ସେମାନେ କିଣିବାକୁ ଯାଉଥିବା ସମୟରେ ବର ଆସିଲେ, ବର
ଆସିଲେ ଆସିଲେ କେତେବେଳେ ଆସିଲେ ଏମାନେ ବେଳ ଥାଉ ଥାଉ କିଣିଲେ ନାହିଁ ଏ ବର ଆସିଲା ବେଳେ ଘେନିବାକୁ ଯାଉଛନ୍ତି ଆଗରୁ ଯୋଗାଡ଼ କରି ରଖିବା କଥା କି ନାହିଁ ଆଗରୁ ପ୍ରସ୍ତୁତ ନାହିଁ ଏବେ କଣ କହୁଛନ୍ତି ସମୟ ଅଛି ଟାଇମ ଅଛି ବୋଲି କେବେ ଜାଣିଲ ତମେ ଏବେ ନ ପିଇଲେ କେବେ ପିଇବି এটা বয়স ମୋର ଏବେ ଏନ୍ଜୟ ନ କଲେ କାରଣ ସମୟ ଅଛି ବୋଲି ଭାବୁଛି ସମୟ କେତେବେଳେ ସର୍ବ କାହାକୁ ଜଣା ମୋର ପ୍ରିୟ ଭାଇ ଭଉଣୀ ମାନେ ପ୍ରଭୁ ମାନଙ୍କୁ ଗୋଟେ ସୁଯୋଗ ଦେଇଛନ୍ତି ଏମାନେ କଣ କରୁଛନ୍ତି ବରଙ୍କର ଆସିବା ସମୟରେ ଏମାନେ କିଣିବାକୁ ଯାଉଛନ୍ତି ଇଆଡେ ବର ଆସୁଛନ୍ତି ଏମାନେ ଘେନିବାକୁ ଯାଉଛନ୍ତି ତାପରେ ପୁଣି ଯେଉଁମାନେ ପ୍ରସ୍ତୁତ ଥିଲେ ଯେଉଁମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ ଯେଉଁମାନେ ପ୍ରସ୍ତୁତ ଥିଲେ ଅପେକ୍ଷାରେ ଥିଲେ ଆପଣ ପ୍ରସ୍ତୁତ କି ଏଇଟା ମୁଁ ପଚାରୁଛି ଆପଣ ପ୍ରସ୍ତୁତ କି ଏଇଟା ଅଛି ପରିତ୍ରାଣ ମହୋତ୍ସବ ମୁଁ କହୁଥିଲି ଆପଣ ମାନଙ୍କୁ ଗୋଟେ ପରିତ୍ରାଣ ମହୋତ୍ସବ ମେଘମାଳାରେ ବି ହେବ ଯେଉଁମାନେ ଜଗତର ଉଦ୍ଧାର ପାଇଯିବେ ସେ ପରିତ୍ରାଣ ପାଇଥିବା ଲୋକମାନେ ମୁକ୍ତି ପାଇଥିବା ଲୋକମାନେ ସେଠି ଉତ୍ସବ ପାଳନ କରିବେ ମହୋତ୍ସବ ସେଠି ହେବ ଆଉ ସେ ପରିତ୍ରାଣ ମହୋତ୍ସବର ଏ ଜଗତର ଶେଷ ପର୍ଯ୍ୟାୟରେ ଅଛୁ ଆଗକୁ ବେଶୀ ସମୟ ନଥିବ ମୋର ପ୍ରିୟ ଭାଇ ଭଉଣୀ ମାନେ କଣ ଲେଖାଯାଉଛି ଯେଉଁମାନେ ପ୍ରସ୍ତୁତ ଥିଲେ ସେମାନେ ତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଗୃହରେ ପ୍ରବେଶ କଲେ ତାପରେ ଆଉ ଦ୍ୱାର ବନ୍ଦ କରାଗଲା ଆଉ କଣ କରାଗଲା ଆଉ ଦ୍ୱାର ବନ୍ଦ କରାଗଲା କଣ କରାଗଲା ଦ୍ୱାର ବନ୍ଦ କରାଗଲା ମୋ ପ୍ରିୟ ଭାଇ ଭଉଣୀ ମାନେ ନୋହଙ୍କର ଜାହାଜର ଦ୍ୱାର ବନ୍ଦ ହେଲା ପରେ ଆଉ ଦ୍ୱାର ଖୋଲାଗଲା ନାହିଁ ଦ୍ୱାର କିଏ ବନ୍ଦ କରିଥିଲେ ସେ ଦ୍ୱାର ନୋହ ବନ୍ଦ କରିନଥିଲେ ନୋହଙ୍କ ସ୍ତ୍ରୀ ପିଲାମାନେ ବନ୍ଦ କରିନଥିଲେ ଯୋଉ ପ୍ରଭୁ ମନୁଷ୍ୟକୁ ଅନୁଗ୍ରହ ଦେଇଛନ୍ତି ଦୟା କରିଛନ୍ତି ସେ ହିଁ ସେ ଦ୍ୱାର ବନ୍ଦ କରିବେ ଆପଣ ମୁଁ ଭାବିବା ନାହିଁ ଆମେ ଯାହା କରିବି ବର୍ତ୍ତି ଯିବା ବୋଲି ଆମେ ହୁଏତ କାହାକୁ ଡରୁନୁ ଆଜିର ପିଲାମାନେ କାହାକୁ ଡରୁଛନ୍ତି କାହାକୁ ଡରୁନାହାନ୍ତି ବାପା ମାକୁ ଡରୁନାହାନ୍ତି ବାପା ମା ପିଲାମାନଙ୍କୁ ଡରୁଛନ୍ତି ମୋ ଦୁଇଟା ଝିଅ ଭୁଲ କାମ କରିଥିଲେ ମା କଣ କହିଲାରୁ ଦୁଇ ଭଉଣୀ ମିଶି ମାକୁ କୁଟା ଚୋକି ପକେଇଥିଲେ କୋଟ କୁଠା ମା ହେଲା ସେ ଗାଧି ବୁଝି କରୁଛି ଆଜ୍ଞା ମୋର ପାଇଁ ପ୍ରାର୍ଥନା କର କିଏ ହେଲା ନାଇଁ ମୋର ଦୁଇ ଟୋକି ମତେ ମାରି ପକାଏ ଘରେ କିଏ ଥିଲେ କି ଆରି କିଏ ନଥିଲେ ଝିଅ ମାନେ କିଛି କହିହେବ ନାହିଁ ପୁଅମାନଙ୍କୁ କିଛି କହିହେବ କି ପୁଅମାନେ ମଦ ପିଅନ୍ତୁ ଜୁଆ ଖେଳନ୍ତୁ ଗଞ୍ଜେଇ କରନ୍ତୁ ଭୁଲ କରନ୍ତୁ କହିଲେ କଣ କହୁଛନ୍ତି এই ডোকরাকে বাঁচাইলে জানবো বলছে এটাকে কবে পশলা কুকুর জম্বরি বলি যে কুকুরকে ন খাই ন পিয়ে পশিথিব পরে সে চাপবো এটা সেটা মানে এ পুଅ মানে কোন করছন্তি বাপাকু ডাডি তুমি কোন কর দিছ ডাডি মোর পাই আর আমার ডাডি মানে ভলটা মানে যদি মু খলি কইবে এমানকু বুড়ি মরবাকু পানি মিলব না কোন করছন্তি কোন করিছ ডাডি কো ডাডি মানে তিপিন্দা চেডি মিশা ডাডি আকা গেনি দেখি বলবে তোতে 25 বছর হেলানি এবে পর্যন্ত প্যান্ট কেনবার ওকাত নাই তোতে চেডি কেনবার ওকাত নাই বানিয়ান কেনবার ওকাত নাই তুই বাপাকে পচাছু কোন করছ ডাডি আমার ঝিও মানে মতো দেখো কোন কাম তাম কোন বেটা মানে ঘরে ছিল বলে মা কো কান্দাবে বিবাহি গলা তো ছাত্রী কে কান্দাবে মানে এমন লোক কান্দাইবা একা কোন পাই স্বামী মত পিব তাকে কলে কাইকি পিউছ বলে কোন বলে কହୁଛି মোর পয়সারে মুই পিউছি তোর বাপার পয়সারে পিউ নাই চুপ হই থা কিছু কে কই পারব না প্রিয় ভাই বোন মান আমার দেশের অবস্থা কইলে ন সরে স্বেচ্ছাচারী জীবন চালিছে ଏବେ ମଝିରେ ଆମେ ଦେଖୁଥିଲୁ ଜିତୁ ମୁଣ୍ଡା ବୋଲି ଗୋଟେ ଭାଇ ଗୋଟେ ଗରିବ ଲୋକ ସେ ବ୍ୟାଙ୍କରେ କିଛି ରଖିଥିଲା ଗ୍ରାମୀଣ ବ୍ୟାଙ୍କରେ ବଡ ବଡ ବ୍ୟାଙ୍କ ଧନୀ ଲୋକମାନ ପାଇଁ ଅଛି ହେଲା ଯେତିକି ବଡ ବଡ ବ୍ୟାଙ୍କରେ ଧନୀ ଲୋକମାନେ ଯିବେ କୋଟି କୋଟି ଟଙ୍କା ରଖିବେ ତାଙ୍କ ବ୍ୟାଙ୍କ ବିଷୟ ଜଣା
ହେଲେ ଗ୍ରାମୀଣ ବ୍ୟାଙ୍କ କାହିଁକି କରାହେଇଛି? ଜଣେ ପାଠ ପଢି ନାହାନ୍ତି, କିଛି ଜାଣି ନାହାନ୍ତି, ସେମାନଙ୍କ ପାଇଁ ଗୋଟେ ବ୍ୟାଙ୍କ ଥିବ, ସହଜରେ ଯାଇ ପଇସା ଜମା କରି ପେଟି ଆଣି ପାରିବେ, ତାଙ୍କ ଲୋକ ସାହାଯ୍ୟ କରିବେ। ସେ ପାଇଁ ଗ୍ରାମୀଣ ବ୍ୟାଙ୍କ ଅଛି। ସେ ଗ୍ରାମୀଣ ବ୍ୟାଙ୍କରେ କିଛି ପଇସା ଥିଲା, ତାର ଭଉଣୀର ନାଁରେ ଥିଲା। ଭାଇ ଭଉଣୀ କେତେ ଯାଇଛନ୍ତି ବ୍ୟାଙ୍କରେ, ୟା ଭିତରେ ତାର ଭଉଣୀ ମରିଯାଇଛି। ଏ ଯେ କହିଲା ଆଜ୍ଞା ପଇସା ଦିଅ, ନାଇଁ ଦେଇପାରିବୁ ନାହିଁ, ତୋର ଭଉଣୀ ଆସିବାର ଅଛି। ସେ କହିଲା ନାଇଁ ତୋର ମୋର ଭଉଣୀ ମରିଗଲା ଆଜ୍ଞା, ହେଲା ଆଜି ସେ ମେଡିକାଲରେ ମରିଛି, ମୋର ଭଉଣୀ ମରିଗଲା ଆଜ୍ଞା। ତୋର ଭଉଣୀ ମରିଛି ବୋଲି ଆମେ କେମିତି ଜାଣିବୁ? କେମିତି ଜାଣିବୁ? ପ୍ରମାଣ ଆଣ। ଏ କୋଉଠୁ ପ୍ରମାଣ ଆଣିବ? ସେ ଭଉଣୀକୁ ଯାକୁ ପତି ଥିଲା କି ନାହିଁ, ତାକୁ ଉଠକାଇ କରି ତା ଶବ ଧରି 3 କିଲୋମିଟର ରାସ୍ତାରେ ଖାଲି ପାଦରେ ଚାଲି ଚାଲି ଆସିଛି। ଖାଲି ପାଦରେ ସବୁ ଲୋକ ଦେଖୁଛନ୍ତି, ଭିଡିଓ ବନାଉଛନ୍ତି। ଆସିଲା ସେଠି ପୋଲିସ ଆସିଲେ, ପ୍ରଶାସନ ଆସିଲା। ମାନେ ଭାବି ଦେଖନ୍ତୁ ଆମର ଦେଶର ପରିସ୍ଥିତି କଣ। ତାପରେ କଥାବାର୍ତ୍ତା ତ ସରିଲା, ତାରପରେ ବି ସେ ଘରକୁ ଫେରିଗଲା ବେଳକୁ କଣ କରିବାର ଥିଲା? ନିୟମ ଅନୁସାରେ ତାକୁ ଗୋଟେ ଗାଡିର ବ୍ୟବସ୍ଥା କରି ମର୍ଯ୍ୟାଦା ଯିବା ପାଇଁ କରିବାର ଥିଲା। ତାର ଦେହରେ ଭଲ ସାର୍ଟ ବି ନାହିଁ, ଖାଲି ଦେହ, ଖାଲି ପାଦରେ ଶବକୁ ଗୋଟେ ବସ୍ତାରେ ବାନ୍ଧି କରି ଆଣିଛି, ବସ୍ତାରେ ବାନ୍ଧି ଆଣିଛି ନ୍ୟାୟ ପାଇଁ। ଏବେ ଆମର ପିଲାମାନେ ନ୍ୟାୟ ମାଗୁଛନ୍ତି, ପୋଲିସ ପାନି ଛାଡୁଛି, ଲାଠି ମାରୁଛି, ଜେଲରେ ଭର୍ତ୍ତି କରୁଛି। ଲାଷ୍ଟକୁ ଜଣେ ବିଚାରପତି କଣ ବୋଲି କହୁଛନ୍ତି ପିଲାମାନଙ୍କୁ? କୋକରୋଚ ବୋଲିକି ସାର୍, କୋକରୋଚ କଣ ବୋଲି କହିଲେ? ଅସରପା ନାହିଁ, ଝୁଡା। ଅସରପା ପାଣି, ଅସରପା ନାହିଁ କଣ ବୋଲି କହିବେ? ଝୁଡା। ଆମର ପିଲାମାନେ BA MA ପଢିଛନ୍ତି, ଇଞ୍ଜିନିୟରିଂ ପଢିଛନ୍ତି, ଚାକରି ନାହିଁ ବାକରି ନାହିଁ, ସେମାନଙ୍କୁ କଣ ବୋଲି କହୁଛନ୍ତି? ଆମ ସିଜେ ଝୁଡା। ପ୍ରିୟ ଭାଇ ଭଉଣୀ ମାନେ, ଏବେ ପିଲାମାନେ ମୋବାଇଲରେ କଥା ହଉଛନ୍ତି। ଯେତେବେଳେ ଲକ୍ଷ ଲକ୍ଷ କୋଟି କୋଟି ପିଲା ରାସ୍ତାରେ ପଳେଇ ଆସିବେ, ସରକାରକୁ ପାଣି ମିଳିବନି। ଯଦି ଆମର ଦେଶର ଯୁବା ମାନେ ଇଂରେଜ ମାନଙ୍କୁ ଖେଦି ପାରିଛନ୍ତି ବୋଲେ ଏମାନଙ୍କୁ କରିବେ ନାହିଁ, ବୁଝିଲା କି ନାହିଁ? ଯୁବା ମାନେ ଯଦି ଚାହିଁବେ, ବେଶୀ ଯୁବା ନାହିଁ, ଅଳ୍ପ ଯୁବା ଥିଲେ ସେ ସମୟରେ। ଭଗତ ସିଂ ତାଙ୍କର ସାଥୀ ମାନେ, ଚନ୍ଦ୍ରଶେଖର ତାଙ୍କର ସାଥୀ ମାନେ, ସାମ୍ରାଜ୍ୟକୁ ହଲେଇ ଦେଲେ। ସେମାନେ ବି କୋକରୋଚ କି ନାଇଁ, ଦେଶ ପାଇଁ ଲଢିଥିବା ଲୋକମାନେ। ଆଜି ଆମର ପିଲାମାନେ ମଧ୍ୟ ଆମର ପାଇଁ ଚାକରି ଦିଅ, ବ୍ୟବସାୟ କର, ଆମର ପରୀକ୍ଷା ଟିକେ ଭଲ କର ବୋଲେ ସେଟା ବି ସାର୍ ଭାଇ ଭଉଣୀ ମାନେ, ଦରଦାମ ବଢି ଚାଲିଛି, ସମସ୍ୟା ବଢି ଚାଲିଛି, ନାନା ପ୍ରକାର ପରିସ୍ଥିତି ଦେଶରେ ଚାଲିଛି। ଆମେ ଆଗକୁ ଆଉ ଭଲ ସମୟ ଆଡକୁ ଯାଉନୁ, ଆହୁରି ଖରାପ ସମୟ ଆସିବ, ଖରାପ ସମୟ ଆସିବ। ମନେ ରଖିଥାନ୍ତୁ, ଯଦି ଆମେ ଆଜି ପରିବର୍ତ୍ତିତ ହେବା ନାହିଁ, ଆମର ଜୀବନକୁ ସଜାଡ଼ିବା ନାହିଁ, ଆଗକୁ ଅନୁଗ୍ରହ ବୋଲବାଟା ନଥିବ। ଏବେ ସୁଯୋଗ ଅଛି ଆମର ଜୀବନ ସଜାଡ଼ିବାର ଅଛି। ଆମେ କଣ ମରବା ଯାଏ ମଦ ପିଇବୁ ବୋଲି ଟେଣ୍ଡର ନେଇଛୁ କି? ଠିକା ନେଇଛୁ। ଏବେ ଗୋଟେ ଗାଁରେ ମୁଁ ଶୁଣୁଥିଲି ଯେ ଟାଉନରେ ତ ମଦ ଦୋକାନ କଲେ କଲେ, ଗୋଟେ ଗାଁ ଯିବା ଛକରେ ବି ମଦ ଦୋକାନ କରିଛନ୍ତି। ଗାଁ ଲୋକ କହିଲେ ଆଜ୍ଞା ଏଇ ରାସ୍ତା ଦେଇକରି ଆମର ଗାଁର କୁଲିଭୂତି କରିବା ମା ମାନେ ଭଉଣୀ ମାନେ ରାତିରେ ଆସୁଛନ୍ତି, ସ୍କୁଲ କଲେଜର ପିଲାଟା ବି ଆସୁଛନ୍ତି ରାତିରେ, ଦୟାକରି ମଦ ଦୋକାନ କର ନାହିଁ, ମଦ ମୁଦା ପିଇଲେ ଆମ ପୁଅ ଝିଅକୁ ଯେତେବେଳେ ନଷ୍ଟ କରିବେ, ଦୟାକରି ବନ୍ଦ କର। ତାଙ୍କୁ କୋଟ କୋଟା ମାର। ଯୋଉ ସରକାର ସ୍କୁଲ ବନ୍ଦ କରୁଛି, ସେ ସରକାର ମଦ ଦୋକାନ କରୁଛି। ଏବେ ମୁଁ ଦେଖୁଥିଲି ଗୋଟେ ଭିଡିଓ ଦେଖୁଥିଲି ଯେ ମଦ ଦୋକାନ ପାଇଁ ଟେଣ୍ଡର କାଢୁଛନ୍ତି। ସେ ଟେଣ୍ଡର କିଏ କାଢୁଛି? ପୁରା ସୁରକ୍ଷା ସହିତ ସବୁ ମଦ କମ୍ପାନୀ ବାଲା ବସିଛନ୍ତି, ଏମାନେ ଟେଣ୍ଡର ଦେଉଛନ୍ତି। ଏଥର ଟେଣ୍ଡର ତାକୁ ମିଳିଲା, ଏଟା ତାକୁ ମିଳିଲା। ଶିକ୍ଷାମନ୍ତ୍ରୀ କଣ ବୋଲି କହୁଥିଲେ? ଆମର ସରକାର ଆସିଲେ ମଦ ବନ୍ଦ ହେଇଛି। ମଦ ବନ୍ଦ ହେଇନାହିଁ। ବୋଧେ ସେ ଶିକ୍ଷାମନ୍ତ୍ରୀକୁ ମଦ ମନ୍ତ୍ରୀ କଲେ, କାଳେ ମଦ ବନ୍ଦ କରିପାରିବେ। ତାର ନେକ୍ସଟ କଣ କହିବା କଥା? ପେଟ୍ରୋଲ ମନ୍ତ୍ରୀ ହେଲେ, ପେଟ୍ରୋଲ ରେଟ୍ ବଢିଲା। ଶିକ୍ଷା ମନ୍ତ୍ରୀ ହେଲେ, ଶିକ୍ଷା ବ୍ୟବସ୍ଥା କରାଗଲା। ଏବେ ମଦ ମନ୍ତ୍ରୀ କଲେ, ଦେଶର ମଦ ବିକ୍ରି ଭଲ ହେଇପାରେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମର ଗତି କୁଆଡେ ଆମେ ଜାଣିପାରୁନୁ। ଆମର ସମାଜର ଦୁର୍ଦ୍ଦଶାକୁ ଆମେ ଜାଣିପାରୁନୁ। ଆମେ କୋଉ କ୍ଷେତ୍ରକୁ ଯାଉଛୁ? ଆମେ ଶେଷ
লাস্ট দিন যদি বদলবে তো বদলবে, নইলে তোমার কথা তুমি বুঝবো, মোর কথা সরলা, ফুল গছ মরলা বললাম। আর কিছু নেই, আজ বলা হলো আমার কথা কই ছেড়ে দিবি। বিচার দিনে ব্রহ্মতে বিচার করবে না, তুই কইনু বলবি, হইনু বলবি। যদি জনে লোক যিশুଙ୍କୁ ঘৃণা କରୁଛି, ଅସ୍ୱୀକାର କରୁଛି, ଯୀଶୁଙ୍କ ବିରୁଦ୍ଧରେ କହୁଛି, ତେଣୁ ସେ ଯୀଶୁକୁ ଜାଣିଛି। ସେ ଗ୍ରହଣ କଲା କି ଅସ୍ୱୀକାର କଲା ବଡ କଥା ନାହିଁ। ଆମେ ଖ୍ରୀଷ୍ଟିଆନ କଲେ ଯୀଶୁକୁ ଦୟା କରୁନୁ, କି ଖ୍ରୀଷ୍ଟିଆନ ହେଲେ ଯୀଶୁଙ୍କର କିଛି କ୍ଷତି ହେଇଯିବ। ସେ ଯୀଶୁ ଆସିଲେ 2000 ବର୍ଷ ପୂର୍ବେ ସମୁଦାୟ ମାନବ ଜାତି ପାଇଁ କୃଷରେ ବଳିକୃତ ହେଲେ, ରକ୍ଷା ପାଇବାର ଅଛି, ଯୀଶୁକୁ ବିଶ୍ୱାସ କରିବାର ଅଛି। ସେ କୋଉ ଧର୍ମ, କୋଉ ଜାତି, କୋଉ ଭାଷା, କୋଉ ପ୍ରାନ୍ତ ଯାଇ ଆସେ ନାହିଁ। ଯୀଶୁକୁ ବିଶ୍ୱାସ କରିବାର ଧର୍ମ ପରିବର୍ତ୍ତନ କରିବାଟା ନାହିଁ, ମନ ପରିବର୍ତ୍ତନ କରିବା। ସେ କରଲେ କରିବା ନହେଲେ ନାହିଁ। ଆମେ ମିଶା ବୁଝାଉଛୁ, ଆପଣଙ୍କୁ ବି ବୁଝାଉଛୁ। ମିଟିଂରେ ମୁଁ ଯାଇଥିଲି, କୋଉ ହଠାତ୍ କହିଲି ଯେ ମାନେ ପୁଡ଼ିଆ ଖାଉଛ ଆଜି ଛାଡ, ନହେଲେ ପଚର କଥା ତମେ ବୁଝିବ। ତୁମକୁ କାଲିକି କଣ ହବ ମୁଁ ଜାଣିନି। ଦେଖ ଆମର ଲୋକମାନେ ମଦ ପିଉଛନ୍ତି, ମଦ ପିଇଲା ତ ବଡ କଥା ନାହିଁ। ମଦ ପିଇଲା ପରେ ଯଦି ଦୁର୍ଘଟଣା ମରଲା ବୋଲେ ତା ସ୍ତ୍ରୀ ବିଧବା, ପିଲାମାନେ ଅନାଥ, ଘରର ଅବସ୍ଥା କହିଲେ ନଶହ। ଦିନକୁ 500 ଟଙ୍କା ମିଶା କମାଉନାହାନ୍ତି, 300 ଟଙ୍କା ମଦ ପିଉଛନ୍ତି। ଏମାନଙ୍କୁ ବୁଦ୍ଧି ଅଛି ବୋଲି କହିବ? ଏମାନଙ୍କୁ ବୁଦ୍ଧି ଅଛି? ଥରେ ଜଣେ ଭଉଣୀ ତାର ସ୍ୱାମୀକୁ କହୁଛି ହେଠି ହୋ ମୋ ଛାଡ ବୋଲା, ସେ କଣ ଥଣ୍ଡାତିସ କରୁଛି, ତୋକେ ଛାଡିବି ବୋଲି। ଦେଖ ଇଏ କହୁଛି ତାକୁ ମୋ ଛାଡ, ସେ କହୁଛି ତୋକେ ଛାଡିବି ବୋଲି। ଆମର ଝିଅ ମାନେ, ଲାଡ୍ରି ମାନେ, ଏମାନଙ୍କୁ ମା ମାନେ ଗ୍ରୁପରୁ ନାନି ମୋବାଇଲ ଘେରି ଦେଇଛନ୍ତି। ସେ ମା କେ ଜୁଆର ଫୁଲ ମାଲା ପିଦା ବାତେ ମା ମାନଙ୍କୁ, ସେ ମା को जुआर जे ऋण आनी करे मोबाइल घेनेती और टोकी के तो आदि जुआर बापा मार दुख जानवाटा नहीं था। आगो को देखो जदि बेल थाउ तो आमर पुओ झियो प्रभु रे आसबे नहीं, ता परर अवस्था कोन हो आपना को बुझ, आपना को बुझ। एटी जयपुर मोर घर, इति मोर घर, कालिया गया सभा रे फास्ट टाइम आसी, एंती मीटिंग रे फास्ट टाइम आसी, इतनो 13 किलोमीटर, किंतु 53 वर्ष पर मत 53 वर्ष है कालिया गया जयपुर 13 किलोमीटर, मुझे 53 वर्ष रे प्रथम थर आसी छी। आरी केबे आइबी, आरी 53 वर्ष ले तमे थिबा कि मुई थिबी ना, जगत रे आमे थिबा। प्रिय माने जगत विनाश आड़क जाउछि, घरे रखले चोर डर, बैंक रे रखले सरकार डर। ए सुना के लोग बैंक रखि दिले, से बैंक वाला सुना बेटी खाइ देले। अब कोई आमे जानिलो लोके रो चाबी तो तुम पाखे अछि ना। आगरो कहूछि जतकी लोग बैंक रे सुना रखि छथि, आमे तो पिनबा के सुना नै छाड़। एबे हम डकरा दादी के स्कूल थिला, सुना घेनो नाही, आमे सुना घेला पड़ दुसुछु। ये माने देशर 60% रु अधिक लोक, 80 कोटी रु अधिक लोक फ्री चाउल दया रे बचुचंती, ए माने सुना घेनबे, सुना घेनबे। भौणी मन भाबितिले कोन विवाह हेले म विवाह करे गले मो स्वामी सुना घेन दबली, इति काना इति काना इति काना, से खाली काना का होती थी ना सुना नहीं। अवस्था सब कांदा का आजकल सुना पिंदी भी साइड नहीं, सुना पर दिसला पर पिंदले भी सब थांदा बाइक का पिला पचड़ा से सीधा उल्टे तो दिखबे तले पड़ी पचा के मोरबा चढ़ा गीते। एबे सुना पर दिसला पर भी पिंद बने कोणी माने से चोर के तो जाना नहीं, सोना की चेष्टा कर थोड़े थोड़ा कोणी सुना पिंदी थिला, से पिला झिकी नोची एक माँ कौन बोल कहले ए बाबू सोना नहीं रोल गोटा बाबू, ए बाबू बोला को आस्ता अभी तक घेरे दिन दुई चार रोटो रोटा सुना नहीं ले काहे की पिंदु छी। से माँ मते कहूची बाबू रोल गोल बोलर बंती गला मो सुना दुई चार मात्र ना लाइट दुई चार दरकार। अरे भाभी देखो तो को अवस्था रे में गति करू छी। मोर प्रिय भाई भनी माने आमे अनुग्रह जुगर शेष पर्याय रे वास करू छी। मन रखे था आज प्रभु आमान को
ସୁଯୋଗ ଦେଇଛନ୍ତି କ'ଣ କରିବା ପାଇଁ? ଆମର ଜୀବନକୁ ସଜାଡ଼ିବା ପାଇଁ। ଆମେ କ'ଣ କରିବା? ଆମକୁ ଯୋଉ ଅନୁଗ୍ରହ ପ୍ରଭୁ ଦେଇଛନ୍ତି ସେ ଅନୁଗ୍ରହକୁ ବ୍ୟର୍ଥ ହେବା ପାଇଁ ଯିବା ନାହିଁ, ଦେବା ନାହିଁ ଆମେ। ଆପଣ ଦେଖିବେ ରୋମିଓ ତାର ଦ୍ୱିତୀୟ କରନ୍ଥୀୟ 6 ପର୍ବ ତାର 1-2 ପଦ, ଦ୍ୱିତୀୟ କରନ୍ଥୀୟ 6 ପର୍ବ ତାର 1 ଆଉ 2 ପଦ। ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ଆହୁରି ମଧ୍ୟ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତି ଯେପରି ତୁମ୍ଭମାନଙ୍କଠାରେ ବୃଥା ନ ହୁଏ, ତୁମମାନଙ୍କର ବୃଥା ନ ହୁଏ, ଏଥିପାଇଁ ତାହାଙ୍କ ସହିତ ଏକତ୍ର କର୍ମ କରୁ କରୁ ଆମ୍ଭେମାନେ ନିବେଦନ କରୁଅଛୁ। କ'ଣ ପ୍ରିୟ ମାନେ ପ୍ରଭୁଙ୍କର ଅନୁଗ୍ରହ ଯେପରି ଆପଣଙ୍କ ଠାରେ ବୃଥା ନ ହୁଏ, ପ୍ରଭୁଙ୍କ ଦୟା ଯେପରି ଆପଣଙ୍କ ବୃଥା ନ ହୁଏ, ଏଥିପାଇଁ ଆମେ କ'ଣ କରୁଛୁ? ଆପଣ ମାନଙ୍କୁ ନିବେଦନ କରୁଛୁ, ଗୁହାରି କରୁଛୁ। ଭାଇ ଭଉଣୀ ମାନେ, ତୁମର ପାଇଁ ପ୍ରଭୁଙ୍କର ଅନୁଗ୍ରହ ଅଛି, ସେ ଅନୁଗ୍ରହକୁ ନଷ୍ଟ କର ନାହିଁ। ପ୍ରଭୁ ତୁମକୁ ଦୟା କରିଛନ୍ତି, ସେ ଦୟାକୁ ଅଗ୍ରାହ୍ୟ କର ନାହିଁ। ଏଟା ଅନୁଗ୍ରହ ସମୟ, এটা ଆମେ ବୁଝାଉଛୁ। ତାପରେ କ'ଣ ଲେଖା ହେଇଛି? କାରଣ ସେ କହନ୍ତି ଆମେ ଅନୁଗ୍ରହ ସମୟରେ ତୁମର ପ୍ରାର୍ଥନା ଶ୍ରବଣ କଲୁ। କ'ଣ କଲୁ? ଅନୁଗ୍ରହ ସମୟରେ ତୁମର ପ୍ରାର୍ଥନା। ସବୁବେଳେ ପ୍ରାର୍ଥନା ଶୁଣିବେ ନାହିଁ, ହେଲା? ଏବେ ଅନୁଗ୍ରହ ଅଛି ବୋଲି ପ୍ରଭୁ ଶୁଣିବେ, ବିଚାର ବେଳେ କାହିଁକି ଶୁଣିବେ? ଯେତେବେଳେ ଓକିଲ ତମର କେସ୍ ଲଢୁଥିବ ସେତେବେଳେ ଚୁପ୍ ହେଇକରି ବିଚାରପତି ବିଷୟ ଶୁଣିବେ, ଆର କଥା ଶୁଣିବେ, ତାର କଥା ଶୁଣିବେ। କିନ୍ତୁ ବିଚାର ଦେଲା ବେଳକୁ, ରାୟ ଦେଲା ବେଳକୁ ଶୁଣିବେ, ଆରେ କିଛି କହିପାର, ସିଧା ଲେଖିଦେବେ ଆକୁ 12 ବର୍ଷ ସଜା, 5 ବର୍ଷ ସଜା, ଆକୁ ফাঁসি বলে লিখিদেব। আগে বলে নাই, জজমেন্ট সরলানি, কথাবার্তা সরলানি, আর কিছু পারবনি। ଏବେ ପ୍ରଭୁ ସୁଯୋଗ ଦେଇଛନ୍ତି, ଆମେ ଯାଇପାରିବା। ଆମର ଓକିଲ ଗୋଟେ ଅଛନ୍ତି, ଆମର ପାଇଁ କେସ୍ ଲଢୁଛନ୍ତି। ଏବେ ହେଇପାରିବ ପ୍ରିୟ ଭାଇ ଭଉଣୀ। ଅନୁଗ୍ରହ ପ୍ରାପ୍ତି ଯେପରି କ'ଣ ହୁଏ? ବୃଥା ନ ହୁଏ। ଏଥିପାଇଁ ଆମେ ଆପଣମାନଙ୍କୁ କ'ଣ କରୁଛୁ? ଅନୁରୋଧ କରୁଛୁ, ନିବେଦନ କରୁଛୁ। ସେ କହନ୍ତି ଆମେ ଅନୁଗ୍ରହ ସମୟରେ ତୁମମାନଙ୍କ ପ୍ରାର୍ଥନା ଶ୍ରବଣ କଲୁ, ଆଉ ପରିତ୍ରାଣ ଦିନରେ ଆମେ ତୁମମାନଙ୍କୁ ସାହାଯ୍ୟ କଲୁ। କେବେ ସାହାଯ୍ୟ କଲୁ? ପରିତ୍ରାଣ ଦିନରେ। ଯେତେବେଳେ ତୁମେ ପରିତ୍ରାଣ ପାଇପାରିବ ସେଇ ସମୟରେ ଆମେ ତୁମକୁ ସାହାଯ୍ୟ କଲୁ। ମୋର ଭାଇ ଭଉଣୀ ଦୟାକୁ ଶୁଣନ୍ତୁ, ପ୍ରଭୁ ଅନୁଗ୍ରହ କଲା ବେଳେ, ଦୟା କଲା ବେଳେ ବିଚାର କରିବେ ନାହିଁ, ଆଉ ବିଚାର କଲା ବେଳେ ଦୟା କରିବେ ନାହିଁ। দেখবে মা মানে কল করবে ঝিও মানুষ, এ মা এটা খাবো, এটা জিলাপি খা, এতে কলেজ যাচ্ছ 10 টাকা করে টাকা ধরে থা, এদের নে তোর পাই ড্রেস কোন আনতেছি। এটা অনুগ্রহ সময়। রিসা হেলা বলে কোন করবে? আগে দেখবে পাকে বেলনা পেড়া আছে কি, চাটু আছে কি, ঝাড়ু আছে কি, জয় উমলা আছে, দুটা দিয়ে তাইলে কেন করে মা মতে জিলাপি কিনে দଉଛି, আইসক্রিম কিনে খাই পয়সা দଉଛି, ড্রেস কিনে দଉଛି, মোবাইল কিনে দଉଛି, আজ মতে মারুছি। অনুগ্রহ সময় যেତିକି করবাটা সে করব। বিচার বেলকো, দণ্ড দেলা বেলকো নাই, মার অলগা রূপ দেখব। ଏବେ ଜଗତ ମଧ୍ୟ ଯୀଶୁଙ୍କର ଗୋଟେ ରୂପ ଦେଖିଛି। କଣଟା? ତ୍ରାଣକର୍ତ୍ତା ଭାବରେ କୃଷରେ ବଳିକୃତ ହେବାର ରୂପ ଦେଖିଛି। ଆଉ ସେଇଟା ଦେଖି କଣ ଭାବୁଛନ୍ତି? ତମର ପ୍ରଭୁ ଲାଭ ନାହିଁ, ହେ ତମର ପ୍ରଭୁ ଲାଭ ନାହିଁ, ନିଜକୁ ରକ୍ଷା କରିପାରୁନାହାନ୍ତି। କିଏ ତାଙ୍କ ଡ୍ରେସ୍ ଛଡାଇ ନେଉଛି, କିଏ ମୁହଁରେ ଛେପ ପକାଉଛି, କିଏ ବିଦା ମାରୁଛି। ଯୀଶୁ କିଛି କରିପାରୁନାହାନ୍ତି। ଆମର ଭଗବାନଙ୍କୁ ଦେଖ, ହାତ ଭର୍ତ୍ତି ଖାଲି ଖଣ୍ଡା ତ୍ରିଶୂଳ ଧରିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଖଣ୍ଡା ତ୍ରିଶୂଳ ଆମକୁ ଦରକାର, ମହାପ୍ରଭୁ ବି ଦରକାର ଧରି ବୁଲିବା ପାଇଁ। ସେ ତ ପ୍ରଭୁ ପରା ନାଇଁ, ପ୍ରଭୁଙ୍କ ହାତରେ ଖଣ୍ଡା ଖୁଣ୍ଡି କି ପାଇଁ ଲଢା? ମତେ ଜଣେ ଲୋକ କହୁଥିଲା, ଆଜ୍ଞା ମହାପ୍ରଭୁ ମନ ଯେତିକି ସୁନା ପିନ୍ଧିଛନ୍ତି, ବେଟି ହେଲେ ଯେତେବେଳେ ଆମେ ହେଲେ କି ଧନୀ ହେତୁ ବୋଲି। ଆମର ଦେଖିବେ ଅନେକ ଦେବଦେବୀ ଖାଲି ସୁନା ବାନ୍ଧା କଲା ହେଇଛି। ଯଦି ଟିକେ ଭଲ କରି ପଢିବେ ଆପଣ ଜାଣିବେ ସୁନାର ଉଦ୍ଭାବନ କେବେ ହେଲା। ଆପଣଙ୍କ ମୋବାଇଲରେ ଖାଲି ମାରନ୍ତୁ, ସୁନା କେବେ ଉଦ୍ଭାବନ ହେଲା। ଯେତେବେଳେ ସୁନା ଉଦ୍ଭାବନ ହେଲା, ମହାପ୍ରଭୁ କେବେ ଥିଲେ? କୋଉ ତ୍ରେତୟା ଯୁଗରେ ଥିଲେ। ତ୍ରେତୟା ଯୁଗରେ ସୁନା ନଥିଲା, ସୁନାର ଉଦ୍ଭାବନ ବି ନଥିଲା। ସେମାନେ ଯୁଗ ବୋଲି କରୁଛନ୍ତି, ଯୁଗ ମିଶା ନଥିଲା। କାହାଣୀ ଭଲ ଲାଗିବ ସବୁକୁ, କାହାଣୀ ସବୁକୁ ଭଲ ଲାଗେ। ଆମେ ବି ଦେଖିଛୁ କି ନାହିଁ, ରବିବାର ଦିନ କାହାଣୀ ମନା ଶୁଣା କି ନାହିଁ, ଆମର
সময় কেତେବେଳେ ସମାପ୍ତ হবে ଆମେ ଜାଣିନ ଅନୁଗ୍ରହ କେତେବେଳେ ଯାଇଥିବ ଯେତେବେଳେ ଯେ ନିଶ୍ୱାସ ଅଛି ସେତିକି ବି ଯାଇ ଅନୁଗ୍ରହ ଥିବ ପ୍ରଭୁଙ୍କର ଦୟା ଥିବ ପ୍ରଭୁଙ୍କର କରୁଣା ଥିବ ଏ ନିଶ୍ୱାସ କେବେ ବନ୍ଦ ହେବ ଜାଣିଛୁ କି ଜାଣିଛୁ ମୋର ପ୍ରିୟ ଭାଇ ଭଉଣୀ ମାନେ ମଝିରେ ଆମର ଦେଶର ଗୋଟେ ବହୁତ ବଡ଼ କମ୍ପାନୀ ଅଛି ଯେମିତି ଟାଟା ବିର୍ଲା ଭଳିଆ ଗୋଟେ ବହୁତ ବଡ଼ କମ୍ପାନୀଟା ଅଛି ତାଙ୍କର ଗୋଟେ ବୋଲି ପୁଅ ହଜାର ହଜାର ଲକ୍ଷ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅଛି ସେ ପିଲା ଆମେରିକାର ନ୍ୟୁୟର୍କର ଗୋଟେ ମେଡିକାଲରେ ମରୁଛି ସେ ପଇସା ରକ୍ଷା କରିପାରିବ ନାହିଁ ପଇସା ନାହିଁ ଆମେ ଭାବୁଛୁ ଆମର ଜୟପୁର ମେଡିକାଲ ଭଲ ନାହିଁ ଭୁବନେଶ୍ୱର ହେଲେ ଭଲ ହେଇଥାନ୍ତା ଭୁବନେଶ୍ୱର ଲୋକ ମରୁ ନାହିଁ କି ଭେଲୋରରେ ମରୁନାହାନ୍ତି ଭାଇ ଭଉଣୀ ମାନେ ଆପଣଙ୍କ ପାଖରେ କାଟା କାଟା ଡାବୁ ଥିଲେ ମିଶା ମରବା ଦିନ ହେଲେ ମରବାକୁ ପଡିବ ସେଠୁ କିଏ ରକ୍ଷା ପାଇପାରିବ ନାହିଁ ସେତିକି ବେଳ ପର୍ଯ୍ୟନ୍ତ ପ୍ରଭୁ ସମସ୍ତଙ୍କୁ ଦୟା କରିଛନ୍ତି ଏବେ ଫୁଟାଣି ମାରୁଛୁ ଟେମ୍ପର କେ ପ୍ରଭୁ କୋ ପ୍ରଭୁ ମତେ ଦେଲେ ମୁଇଁ କମାଇଛି ଯୀଶୁ କାହିଁକି ଆସୁଛନ୍ତି ଜାଣିଛନ୍ତି ଯେଉଁମାନେ ଫୁଟାଣି ମାରୁଛନ୍ତି ତାଙ୍କର ଫୁଟାଣିକୁ ଫୁଟଣ କରିବା ପାଇଁ ଆସୁଛନ୍ତି କଣ ପାଇଁ ଫୁଟାଣିକୁ ଫୁଟଣ କରିବା ପାଇଁ ଏ ଅନୁଗ୍ରହ ସରୁ ଏ ଦୟା ସରୁ ତାପରେ ଆପଣ ଦେଖିବେ ପରମେଶ୍ୱରଙ୍କର ରୂପକୁ ଆପଣ ଦେଖିବେ ଆପଣ ଗୋଟେ ରୂପ ଦେଖିଛନ୍ତି କୃଷରେ ମରିବା ରୂପ ତାଙ୍କର ବିଚାର କରିବା ରୂପ ଦେଖିନାହାନ୍ତି ତାଙ୍କର କ୍ରୋଧକୁ ଦେଖିନାହାନ୍ତି ଏବେ ଅନୁଗ୍ରହ ଅଛି ଯୋଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ଲେଖାଯାଉଛି ପରିତ୍ରାଣ ଆମେ ତୁମର ସାହାଯ୍ୟ କଲୁ ଦେଖ ଏବେ ମହା ଅନୁଗ୍ରହ ସମୟ ଦେଖ ଏବେ କେବେ ଏବେ 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 ଯଦି ବଦଳବାର ଅଛି ଏବେ ବଦଳି ପାରିବ ଏବେ ଆମର ମଧୁଆ ମାନଙ୍କୁ ମତ ଛାଡ ବୋଲି କଣ କହୁଛନ୍ତି ସ୍ତ୍ରୀ ମାନେ ଆଗେ ଭାରି କହୁଛନ୍ତି ହଇ ଛାଡବ ଆଜ୍ଞା ଧୀରେ ଧୀରେ ଛାଡବ ଧୀରେ ଧୀରେ କିଏ ଧୀରେ ଧୀରେ ଛାଡିଛି ଆଜି ଯାଏ କୋଉ ମଧୁଆ ଧୀରେ ଧୀରେ ଛାଡିଛି ଧୀରେ ଧୀରେ ଛାଡି ହେବ କି ଛାଡବ ତ ଛାଡିଦେବ ଅମୃତ କି ନ ଖାଲି ମରିଯାଇ ହେବ ପୁଡ଼ିଆ ନ ଖାଲି ମରିଯାଇ ହେବ କଣ ପ୍ରଭୁଙ୍କର ଅନୁଗ୍ରହ ଅଛି ଯଦି ମଦ ପିଇଲା ବେଳେ ଆମର ମଧୁଆ ମାନେ ଯଦି ରକ୍ତ ବାନ୍ତି ମୋଟା ମେଡିକାଲ ମାନେ ଇଏରେ ଜଣା ପଡିଥାନ୍ତା ମଦ ପିଉଥାନ୍ତେ ସେ ପଡ଼ିଆରେ ବସିକରି ରକ୍ତ ବାନ୍ତି ମରିଥାଏ ଘରେ ମଦ ପିଲା ବେଳକୁ ରକ୍ତ ବାନ୍ତି ହେଇଥାନ୍ତା ହୋଟେଲରେ ରକ୍ତ ବାନ୍ତି ହେଇଥା ପରେ କାନ୍ଦା ବାବା ହେଇଥାନ୍ତେ ରକ୍ତ ବାନ୍ତି ହେଲା ନାନାକେ ହେତେ ମୋର ବାବାକେ ହେତେ ମୋର ଭାଞ୍ଜାକେ ହେତେ ସବୁ ରକ୍ତ ବାନ୍ତି ପଟ ପଟ ଫାପଡ଼ି ହେତେ ବୋଲେ ବାକି ମଧୁଆ ମାନେ ପୁଛାନ ପୁଛାନ ହେତେ କି ନାହିଁ କିଛି ହେଉ ନାହିଁ ମା ମାନେ କହୁଥିଲି ପୁରା ଟିଭି ଦେଖିଲା ବେଳେ ଯଦି ଆଖି ଦିଶତା ନାହିଁ लो मोर आखि काय हेला दिसे नहीं लो अरे दिसे नहीं बोली प्रभु आखि दीछते किस भाई कौन भाई टीवी देखवा पे दीछती पार्टी दीछती पुड़िया खाइबा को कौन पुड़िया खेपी देथिबे मां मने गुडा गुडाबा गोटे थिबो आका ताकर प्रिय गुडा गुडाबा थिबो खाइला पर टिके घासबे आका कौन बोल कहबे मते तो गुडा को न घसले भल लागबो नहीं आमे घसनु हमके भल लागे नहीं आमे कौन बोले कहबे हे टीवी गुडा को छाती जे गुडा को छाड़ले तो मते हेबो नहीं बोले से कुछ सेटा हेबो नहीं आमे गुडा को घसनु रे हमको एउ नहीं ताको आके एकला को एकला ताके करू हमको एउ नहीं हम पुड़िया खाऊ मन कौन कहछथि तु जानिनु पुड़िया कौन गोटे पुड़िया पकाई देली दिन जाक मुझे काम करी पाली पावा बल मिलबो पुणी पुड़िया खाइले खेती देखनी खाली कहूली जदि आप स्वामी पुड़िया छाड़ू नहीं कौन करबे थाली रे चारटा पुड़िया फापड़ी देवे लोड़िया पिला कहीं ढाली देवे आ गोटे गिलास पानी देवे एटा कौन लो कौन नहीं काईटा एटा पुड़िया एटा को खाइबो जदि बेग रे आलो दिले पानी पीबो आज पुड़िया खाइले प्रार्थना करी पीबो प्रभु सूची करो पवित्र करो बल दियो बोली प्रार्थना करी पी
ଅମୃତ ଏଟା ଚର୍ଚ୍ଚର ପଚାରେ ବସି କୁଡ଼ିଆ କଲା କରୁଛନ୍ତି ମିଟିଂ ମତେ ବି କରିବା ଅଛନ୍ତି କେତେ କୁଡ଼ିଆ କାମ ମାନେ କୁଡ଼ିଆ ଖାଇବ ଭିତରେ ମିଟିଂରେ ଭାଇ କାହାର କହୁଛନ୍ତି ପୁରା ପାଗଳା ପୁରା କହିଦେଉଛନ୍ତି ଆଜି ମାନେ ଭାବି ଦେଖନ୍ତୁ ଏମାନେ କୋଉ କିସମର ଲୋକ ଜଣା ପଡୁନାହିଁ ପ୍ରିୟ ଭାଇ ଭଉଣୀ ମାନେ ଆପଣ ଯଦି କୁକୁରକୁ ମଙ୍ଗଳ ଗ୍ରହରେ ବି ନେବେ କି ନାହିଁ ସେ ଲେନ୍ସ ସିଧା ହେବ ନାହିଁ ଏମିତି କେଟା ଥିବେ ବିଗଟେଡେ ବେଡେ ମାନେ ତାଙ୍କୁ ସିଧା କରିବା ଲୋକ ବେଶୀ କଷ୍ଟ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଏ ମିଟିଂ ପାଇଁ ଅନେକ ଲୋକ ସାହାଯ୍ୟ ଭାବି ଦେଖନ୍ତୁ ଏତେ ସୁନ୍ଦର ଜାଗା ଗୁଡା ଆମକୁ ମିଳିଛି ମିଟିଂ କର କଣ କଥା କି ସତ ନା ନାହିଁ ପୁରା ପାଚେରୀ ବି ଅଛି ଏ ବାଉଣ୍ଡ୍ରି ଭିତରେ ଆରାମରେ ବସିକରି ଆମେ ମିଟିଂ କରିପାରୁଛୁ ଯେ ଦେଇଛନ୍ତି ପ୍ରଭୁ ତାଙ୍କୁ ଆଶୀର୍ବାଦ କରୁ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ ତାଙ୍କ ବ୍ୟବସାୟକୁ ଆଶୀର୍ବାଦ କରନ୍ତୁ କେତେ ସତ ନା ନାହିଁ ଏତେ ବଡ ଜାଗା ପୁରା ଫର୍ଚ୍ଚା ଜାଗା ଯେତିକି ଗାଡି ରଖିଲା ଅଦାରୁ ଅଦା କରିଛୁ ଏ ପୁରା ଜାଗା କଲେ ଭାବି ତାକୁ ହେଇପାରୁ ସେତିକି ଜାଗା ଅଛି ତାଙ୍କର ଆଶୀର୍ବାଦ କରନ୍ତୁ ଆଉ ମୁଁ ଦେଖୁଥିଲି ଅନେକ ଲୋକ ଚାଉଳ ଦେଇଛନ୍ତି ଖୁବ୍ କଥା କି ଚାଉଳ ବସ୍ତା ବସ୍ତା ଦେଇଛନ୍ତି ପଇସା ଆପଣ ମାନେ ଦେଇଛନ୍ତି ହାତ ନା ତେବେ ତ ସବୁ ମିଟିଂ ହେଇପାରୁଛି ଆଜି ବି ସବୁ ଧରି ଆସୁଛୁ ଆସୁ କି ନାହିଁ ଆଣିଛ ତ ମୁଁ ବି ଆଣିଛି ହେଲା କାଲି କହିଥିଲି ବେଶୀ ନାହିଁ ଯଦି 100ଟା ଟଙ୍କା ଏବେ ଆପଣ ଦାନ ଆକାର ଦେବେ 100 ଟଙ୍କା ମୋର 100 ଟଙ୍କା 5 ମିନିଟରେ କେତେ ହଉଛି 50,000 ଟଙ୍କା ହଉଛି କିନ୍ତୁ 500 ଲୋକ ବସିଛୁ 500 ଲୋକ ଯଦି 100 ଲାଖ ପକାଇଲେ କେତେ ହବ 5 ମିନିଟରେ 50,000 ମିଟିଂ କରବାର ଦେଇଦେଲେ ହେଠି ଆଜ୍ଞା ନିଅ ଯୋଉଟା କରବାଟା ହେବ କି ନା ମୁଇଁ କହୁନି ପକାଇଲେ ମୁଇଁ ଧରି ପଳେଇବି ପ୍ରିୟ ଭାଇ ଭଉଣୀ ମାନେ ଏଇ ଦାନ ପଇସାଟା ଅମୃତ ନାହିଁ 20 ପରା 20 ନାହିଁ ଏ ପଇସାଟା ଯେତିକି ଅମୃତ ସେତିକି 20 ଭାବି ଦେଖନ୍ତୁ इसका तो जीवदा जिसको बिकला तो बिकला बोले मासे खाई बचता है से डाबरे बोले मास खाई कर बचता है जाए कर उसकी नहीं करी पेट हारी करी बिदगली करी मरी थी लेकिन तो अंत बुदला भारी करे मरती बोले भाभी दे एटा शांति पैसा नामान रो पैसा गुटी के लोग करे ये है वेरी नेक्स्ट मोमेंट कोनो कुष्ठरोग है হননিয়া সফিরা নিজর জমি বিক্রি করে দুই মাইজি মানুষ মরিছো বলে জমি বিক্রি দান দেই করে মরবাটা আমরা কেন্দ্রে সেটা টিকে পয়সা লোক তবে ন দেলে কে মনা করিথান্তা এবে আপন তো পাখরে 200 টাকা আছে কালি কি থিব কি না 500 কালি থিব কি নাই থিলা বেলে আমি ফল আমরা লগাই দিতবা যাচ্ছে আমার অভাব সময় দেইতিবা তবে প্রভু আমাকে দেবে এবে দান সংগ্রহ হবো ମୁଁ କହିବି ବାକ୍ୟ ଦେଲା ଏବେ ତ ବାକ୍ୟ ପଢି ଦେବି କି ନାହିଁ ଏ ଦାନ ସଂଗ୍ରହ ହେଲା ବେଳେ ଗଣେଇବି ଯଦି 50,000 ହେବ ନାହିଁ ଆଜି ଦାନ ସଂଗ୍ରହ କରାଇବି ନ ହେବା ଯାଇ 300 ଲକ୍ଷ ଗୀତ ଗାଉଥିବି ଦାନ କରୁଥିବି ବୁଝିଲା ନା ଭାଇ ମୋର ପାଇଁ ମାଗୁ ନାହିଁ ମତେ ଦିଅ ବୋଲି ଏବେ ଗୋଟେ ମିଟିଂ ହେଇଥିଲା ଦାନ ଦିଅ ବୋଲାରୁ ଲୋକ ଦାନ ଦେଲେ ସେ ମିଟିଂ କରୁ ମୋ କଟାକୁ ଦେଲେ ସେ ଭାବଲା ଏ ମାଗି ଦଉଛୁ ଆଗେ ଖାକେ ଲୋଟା ଭଲ ଭଳିଆ କେତେ ବଢିଆ ଲୋକ ଦେଖ ଆଜି ସକାଳେ ଜଣେ ପ୍ରଭୁଙ୍କ ଦାସକୁ ଭେଟିଥିଲି କହୁଥିଲେ ଆଜ୍ଞା ସେଠି ମୁଁ ଯାଇଥିଲି ଆଜ୍ଞା ସେ ଲୋକ ମିଟିଂ କଲା ନା ମତେ ପଇସା ଦେଇନାହିଁ ବୋଲାରୁ ଆଜି କିଷ୍ଟ କହି ବୋଲି ତାକୁ ସାନ୍ତ୍ୱନା ଦେବା ପାଇଁ କହିଲି ମତେ ବି ଦେଇନାହିଁ ସେ ବୋଲି ତେବେ ସେ ସାନ୍ତ୍ୱନା ପାଇଲେ ମୁଁ ବି ସାନ୍ତ୍ୱନା ପାଇଲୁ ତାପରେ ଚା ଟିକେ ବନେଇକରି ପିଇଲୁ ଚା ବନେଇ ଗଲାକୁ ଚା ଗୁଡ ନାହିଁ ସେଠି ଚା ଟିକେ ବନେଇ ପିଇବା ଭାଇ ଗଲାକୁ ଚା ଗୁଡ ନାହିଁ ସେ ହୋଟେଲରେ କଣ କରବା ସେ ଗରମ ପାଣିକୁ ଫୁକି ଫୁକି ପିଇଲି ଆରେ ପ୍ରିୟ ଭାଇ ଭଉଣୀ ମାନେ ମୁଁ କହିବା ପାଇଁ ଅନୁଗ୍ରହ ସମୟ ଆମେ କିଛି କରିପାରିବା ଆମ ଜୀବନକୁ ସଜାଡ଼ି ପାରିବା ଆମ ଚରିତ୍ରକୁ ସଜାଡ଼ି ପାରିବା ଆମ ପରିବାରକୁ ସଜାଡ଼ି ପାରିବା ପରେ ସଜାଡ଼ି ପାରିବା କି ଏଇଟା ଅନୁଗ୍ରହ ସମୟ ଏ ଅନୁଗ୍ରହ ସମୟରେ ଆମ ଜୀବନକୁ ବଦଳାଇବାର ଅଛି ପାପ ମରବା ଯାଏ କରିବାର ନାହିଁ ପାପ ଛାଡ଼ିବାର ଅଛି ଭୁଲ କାମ ଛାଡ଼ିବାର ଅଛି ଅସାଧୁ କାମ ଛାଡ଼ିବାର ଅଛି ଅନୁଗ୍ରହ କେବେ ସର୍ବଜଣା ନାହିଁ ଆଜି ଆମେ ଯଦି କାନ୍ଦି କରି ପ୍ରାର୍ଥନା କରିବା ପ୍ରଭୁକୁ କହିବା ପ୍ରଭୁ ମତେ କ୍ଷମା କର କ୍ଷମା କରିବେ ସେ କହୁଛନ୍ତି କଣ ଅନୁଗ୍ରହ ସମୟରେ ଆମେ କଣ କଲୁ ତୁମକୁ ଦୟା କଲୁ ଅନୁଗ୍ରହ ସମୟରେ ତୁମକୁ ସାହାଯ୍ୟ କଲୁ ତୋର ପ୍ରାର୍ଥନା ବି ଶୁଣିଲୁ କାହିଁକି ଅନୁଗ୍ରହ ସମୟରେ
ଶୁଣ ତାର 2 ପର୍ବ ପ୍ରଥମ ପଦ ହଁ ଏ ମୋର ବସ୍ତୁଗଣ ହେ ମୋର ବତ୍ସଗଣ ତୁମେମାନେ ଯେପରି ପାପ ନ କର ତୁମେ ମାନେ ଯେପରି ପାପ ନ କର ଏଥି ନିମନ୍ତେ ଏଥି ନିମନ୍ତେ ମୁଁ ଏଇ ସବୁ ତୁମମାନଙ୍କ ନିକଟରେ ଲେଖୁଛି। ତୁମେ ପାପ କର ବୋଲି ନାହିଁ ତୁମେ ମାନେ ଯେପରି ପାପ ନ କର ଏଥି ନିମନ୍ତେ ମୁଁ ତୁମମାନଙ୍କ ନିକଟକୁ ଲେଖିଲି ହଁ କିନ୍ତୁ କେହି ଯଦି ପାପ କରେ କିନ୍ତୁ ଯଦି କେହି ପାପ କରେ କଣ ଲେଖା ଅଛି କିନ୍ତୁ କେହି ଯଦି ପାପ କରେ କର ନାହିଁ କିନ୍ତୁ କେହି ଯଦି ପାପ କରେ ବାଇ ଚାନ୍ସ ବାଇ ଚଏସ୍ ନାହିଁ ଯଦି ପାପ ନ କରୁ କରୁ ଭୁଲ ନ କରୁ କରୁ କୁକର୍ମ ନ କରୁ କରୁ ଯଦି ମୋର ବି କିଛି ଭୁଲ ହେଇଗଲା ମତେ କିଛି ଭୁଲ ହେଇଗଲା ତେବେ କଣ କରିବି ମୁଁ ତାହେଲେ ପିତାଙ୍କ ଛାମୁରେ ତାହେଲେ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି, ଆମମାନଙ୍କର ଜଣେ ସପକ୍ଷବାଦୀ ଅଛନ୍ତି ସେ ଧାର୍ମିକ ଯୀଶୁ ଖ୍ରୀଷ୍ଟ। ଆମର ସପକ୍ଷ